ଆଜିର ପ୍ରସଙ୍ଗ ବାଷ୍ପୀୟ ଇଞ୍ଜିନ୍ରୁ ବନ୍ଦେ ଭାରତ ପର୍ଯ୍ୟନ୍ତ ରେଳବାଇର ବିକାଶ ଯାତ୍ରା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ଭାରତୀୟ ରେଳବାଇ କ୍ଷେତ୍ରରେ ଆଜି ହେଉଛି ଏକ ସ୍ମରଣୀୟ ଦିବସ। 173 ବର୍ଷ ପୂର୍ବେ ବାଷ୍ପୀୟ ଇଞ୍ଜିନ୍ର ଶବ୍ଦ ଭାରତର ଇତିହାସରେ ଗତିପଥ ବଦଳାଇ ଦେଇଥିଲା। 1853 ମସିହା ଏପ୍ରିଲ 16 ତାରିଖରେ ଏହି ଐତିହାସିକ ଘଟଣାଟି ଘଟିଥିଲା। ବମ୍ବେରୁ ଥାନେ ପର୍ଯ୍ୟନ୍ତ ଯାତ୍ରା କରିଥିଲା ଭାରତର ପ୍ରଥମ ଯାତ୍ରୀବାହୀ ଟ୍ରେନ୍। ବହୁ ପ୍ରତୀକ୍ଷିତ ତଥା ଭବିଷ୍ୟତ ପାଇଁ ଯୋଗାଯୋଗର ମୂଳଦୁଆ ପକାଇଥିବା ଏହି ଯାତ୍ରାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଛି। ଏପରିକି ଏହି ଯାତ୍ରା ଦିନକୁ ଉପଭୋଗ କରିବା ପାଇଁ ବମ୍ବେରେ ସାଧାରଣ ଛୁଟି ଘୋଷଣା କରାଯାଇଥିଲା। ବହୁ ସଂଖ୍ୟକ ନାଗରିକ ଏହି ନୂତନ ପରିବର୍ତ୍ତନର ସାକ୍ଷୀ ହେବାର ସୁଯୋଗ ପାଇଥିଲେ। ବୋରି ବନ୍ଦର ଷ୍ଟେସନରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ଏହି ଯାତ୍ରା ପାଇଁ ଟ୍ରେନ୍ରେ 400 ଜଣ ଲୋକ ଚଢ଼ିଥିଲେ। ପ୍ରଥମ ଯାତ୍ରୀବାହୀ ଟ୍ରେନ୍ରେ 14ଟି ବଗି ସଂଯୁକ୍ତ ହୋଇଥିଲା। ଗ୍ରେଟ୍ ଇଣ୍ଡିଆନ୍ ପେନିନସୁଲାର ରେଲୱେ ଦ୍ୱାରା ପରିଚାଳିତ ଟ୍ରେନ୍ଟି ଫକଲ୍ୟାଣ୍ଡ ନାମକ ଏକ ବାଷ୍ପୀୟ ଲୋକୋମୋଟିଭ୍ ଦ୍ୱାରା ଟଣାଯାଇଥିଲା। ପ୍ରସ୍ଥାନ ସମୟରେ ଏହାର ଶୁଭାରମ୍ଭକୁ ସ୍ମରଣୀୟ କରିବା ପାଇଁ 21ଟି ତୋପ ସଲାମି ଦିଆଯାଇଥିଲା, ଯାହାକି ଭାରତରେ ରେଳ ପରିବହନର ଅୟମାରମ୍ଭ କରିଥିଲା। ଟ୍ରେନ୍ଟି ପ୍ରାୟ 35 କିଲୋମିଟର ସଫଳତାର ସହ ଯାତ୍ରା ଶେଷ କରି ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲା। ଯାତ୍ରା ସହିତ ରେଳ ଭିତ୍ତିଭୂମି ବ୍ୟବସ୍ଥାକୁ ଚିହ୍ନଟ କରିବା ସହ ରେଳବାଇ ପ୍ରସାରଣର ଏକ ଯୁଗ ଆରମ୍ଭ ହୋଇଥିଲା। ବିଭିନ୍ନ ଅଞ୍ଚଳରେ ଦ୍ରୁତ ଗତିରେ ରେଳପଥ ବିକାଶ ପାଇଲା। ଏପରିକି ପରୀକ୍ଷାମୂଳକ ଭାବେ ବିଭିନ୍ନ ରେଳପଥରେ ସାମଗ୍ରୀ ପରିବହନକୁ ଗୁରୁତ୍ୱ ଦିଆଗଲା। 1880 ମସିହା ସୁଦ୍ଧା 9000 ମାଇଲ ପ୍ରାୟ 14,500 କିଲୋମିଟର ରେଳପଥ ବିକଶିତ ହୋଇପାରିଥିଲା। ଅତି ଅଳ୍ପ ସମୟ ମଧ୍ୟରେ ରେଳବାଇ କ୍ଷେତ୍ରରେ ଦ୍ରୁତ ବିକାଶକୁ ଏହା ପ୍ରତିଫଳିତ କରିଥାଏ। ଦେଶରେ ବିଭିନ୍ନ ପ୍ରକାର ରେଳପଥର ବ୍ୟବହାର ହୋଇଆସୁଛି। ସେଗୁଡ଼ିକ ମଧ୍ୟରେ ବ୍ରଡଗେଜ୍, ମିଟର ଗେଜ୍, ସଂକୀର୍ଣ୍ଣ ଗେଜ୍ ଏବଂ ମାନବ ଗେଜ୍ ଆଦି ଅନ୍ତର୍ଭୁକ୍ତ। ଦେଶର ବିବିଧତା ମଧ୍ୟରେ ରେଳପଥ ବିକାଶକୁ ଦୃଷ୍ଟିରେ ରଖି ସ୍ଥଳ ବିଶେଷରେ ଏହି ଗେଜ୍ ଗୁଡ଼ିକର ବ୍ୟବହାର କରାଯାଇଥାଏ। 1871 ମସିହାରେ ରେଳ ଚଳାଚଳ ପାଇଁ ନିର୍ମିତ ପଥ ବ୍ରଡ ଗେଜ୍ ଅର୍ଥାତ୍ 1.6 ମିଟର ବ୍ୟବଧାନରେ ପ୍ରସ୍ତୁତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ମାନକରେ ବିଭିନ୍ନ ପରିବର୍ତ୍ତନ ଘଟିଛି। 1881 ମସିହାରେ ଦାର୍ଜିଲିଂ ହିମାଳୟାନ୍ ରେଳପଥର ଉଦ୍ଘାଟନ ଏ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ରହିଥିଲା। ପାର୍ବତ୍ୟାଞ୍ଚଳ ତଥା ଆହ୍ୱାନପୂର୍ଣ୍ଣ ସ୍ଥାନଗୁଡ଼ିକରେ ଅଭିନବ ଇଞ୍ଜିନିୟରିଂ ଉପଯୋଗ ମାଧ୍ୟମରେ ଏହା ସମ୍ଭବ ହୋଇପାରିଥିଲା। 1895 ମସିହାରେ ଦେଶରେ ପ୍ରଥମ ବାଷ୍ପୀୟ ଲୋକୋମୋଟିଭ୍ ଇଞ୍ଜିନ୍ ନିର୍ମାଣ ହୋଇଥିଲା। 1925 ମସିହାରେ ବମ୍ବେର ଭିକ୍ଟୋରିଆ ଟର୍ମିନସ୍ ଓ କୁର୍ଲା ହାର୍ବର ମଧ୍ୟରେ ଦେଶର ପ୍ରଥମ ବୈଦ୍ୟୁତିକ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା। ରେଳବାଇର ଆଧୁନିକୀକରଣ କ୍ଷେତ୍ରରେ ଏହିଠାରୁ ହିଁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆରମ୍ଭ ହୋଇଥିଲା। 1947 ମସିହା ସ୍ୱାଧୀନତା ପରେ ରେଳ ଯୋଗାଯୋଗକୁ ଉତ୍ତରାଧିକାରୀ ସୂତ୍ରରେ ଭାରତ ପାଇଥିଲା। ଏହାପରେ ଭାରତରେ ରେଳବାଇ କ୍ଷେତ୍ରରେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଗଲା। ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ସଂଯୋଗୀକରଣ ପାଇଁ ପଦକ୍ଷେପ ନିଆଗଲା। ପୂର୍ବତନ ଗଡ଼ଜାତ ରାଜ୍ୟଗୁଡ଼ିକୁ ମିଶାଇ 42ଟି ରେଳ ବ୍ୟବସ୍ଥାର ମିଶ୍ରଣ ସହିତ ଭାରତୀୟ ରେଳବାଇ ଗଠନ କରାଯାଇଥିଲା। 1952 ମସିହାରେ ଦକ୍ଷତା ଏବଂ ପରିଚାଳନାକୁ ଉନ୍ନତ କରିବା ଲକ୍ଷ୍ୟରେ ରେଳବାଇ ଯୋଗାଯୋଗକୁ 6ଟି ପ୍ରଶାସନିକ ଜୋନ୍ରେ ବିଭକ୍ତ କରାଯାଇଥିଲା। ଏହି ସମୟ ମଧ୍ୟରେ ଦେଶରେ କୋଇଲା ଲୋକୋମୋଟିଭ୍ ପ୍ରାଧାନ୍ୟ ବିସ୍ତାର କରିଥିଲା। 1985 ମସିହାରେ ବାଷ୍ପୀୟ ଲୋକୋମୋଟିଭ୍ କ୍ରମଶଃ ବନ୍ଦ କରି ଦିଆଯିବା ସହ ଅଧିକ ଦକ୍ଷ ଡିଜେଲ ଏବଂ ବୈଦ୍ୟୁତିକ ଲୋକୋମୋଟିଭ୍ ରେଳ ଚଳାଚଳ କ୍ଷେତ୍ରରେ ପରିବର୍ତ୍ତିତ ହେଲା। ବିଂଶ ଶତାବ୍ଦୀ ଶେଷ ଆଡ଼କୁ ରେଳ ବ୍ୟବସ୍ଥାରେ ବହୁ ପରିବର୍ତ୍ତନ ଘଟିଲା। ଏକବିଂଶ ଶତାବ୍ଦୀରେ ପ୍ରବେଶ କରିବା ପରେ ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟାପକ ଭିତ୍ତିଭୂମି ମାଧ୍ୟମରେ ଭାରତୀୟ ରେଳବାଇ କ୍ଷେତ୍ର ତ୍ୱରାନ୍ୱିତ ହୋଇଛି। ଏବେ ପାଖାପାଖି 100% ବ୍ରଡଗେଜ୍ ରେଳପଥରେ ବିଦ୍ୟୁତୀକରଣ ଶେଷ ହେବାକୁ ଯାଉଛି। ସାମ୍ପ୍ରତିକ ପରିସ୍ଥିତିରେ ଯାତ୍ରୀ ପରିବହନକୁ ଅଧିକ ସୁଗମ ଏବଂ ସୁବ୍ୟବସ୍ଥିତ କରିପାରିଛି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ସ୍ୱଦେଶୀ ଭାବରେ ପ୍ରସ୍ତୁତ ଏବଂ ନିର୍ମିତ ଏହା ହେଉଛି ସେମି ହାଇସ୍ପିଡ୍ ଟ୍ରେନ୍। 2019 ଫେବୃଆରୀ ମାସରେ ଏହାର ଶୁଭାରମ୍ଭ ହୋଇଥିଲା। ଯାତ୍ରୀ ତଥା ମାଲ ପରିବହନ କ୍ଷେତ୍ରରେ ଭାରତୀୟ ରେଳବାଇ ବିଶ୍ୱସ୍ତରରେ ଏକ ଅଗ୍ରଣୀ କ୍ଷେତ୍ର ଭାବେ ପ୍ରତିପାଦିତ ହୋଇପାରିଛି।